हेलो फ्रेंड्स वेलकम टू माय चैनल। तो ओ ट्रिपल एस तरफ आपण गोटे इंपोर्टाट अपडेट अच्छी जोटा कि आपणकर रिसेंटली शो करछि ओडिशा सबऑर्डिनेट स्टाफ सिलेक्शन कमिशन तरफ। तो देखूँ ता अपडेट विषय जानिबा। तो लिखाई तो रजिस्ट्रेशन ऑनलाइन एप्लिकेशन फॉर द पोस्ट ऑफ क्री 2023 will be suspended during the 11 am to 6 pm until further notice due to the technical reasons technical reasons 11 to 6 pm until ତାଙ୍କର ଟେକ୍ନିକାଲ ରିଜନ୍ ପାଇଁ ସସ୍ପେଣ୍ଡ କରାଯାଇଛି। କ୍ୟାଣ୍ଡିଡେଟ୍ ଆର୍ ଆଡଭାଇଜ୍ ଟୁ ରେଜିଷ୍ଟର ଆଣ୍ଡ ଫିଲ୍ ଅଫ୍ ଦ ଆପ୍ଲିକେସନ୍ ଡ୍ୟୁରିଂ ଦ 6 PM ଟୁ 11 AM ନେକ୍ସଟ ଡେଜ୍ରେ ତାଙ୍କୁ ସେମାନେ 6 PM ରୁ 11 AMରେ ଯେଉଁ ଅଛି ସେମାନେ ଆପ୍ଲିକେସନ୍କୁ ଫିଲ୍ ଅପ୍ କରିପାରିବେ, ଆପ୍ଲାଏ କରିପାରିବେ। ଯେଉଁ ପୋଷ୍ଟ ପାଇଁ ବି ସେମାନେ ଆପ୍ଲାଏ କରୁଛନ୍ତି। ଆଉ এই ଅପଡେଟ୍ଟା ଆପଣଙ୍କର ଆସିଥିଲା ଓ ତ୍ରିପଲ୍ ଏସ୍ ସି ତରଫରୁ। ଆଉ ଗୋଟେ ଅପଡେଟ୍ ହେଉଛି ଆପଣମାନଙ୍କର କ୍ୟାଲେଣ୍ଡର ଚେଞ୍ଜ ହେବା। କ୍ୟାଲେଣ୍ଡର ଚେଞ୍ଜ ହେବା ନିହାତି ଆପଣଙ୍କର ଦରକାର। ଆଉ ଯଦି ବି ଆପଣ କ୍ୟାଲେଣ୍ଡର ଏଇ ଜାନୁଆରୀ ଫେବୃଆରୀ ଭିତରେ ଯଦି ଚେଞ୍ଜ ହେଉନାହିଁ, ଯଦି କୋଡ଼୍ ଅଫ୍ କଣ୍ଡକ୍ଟ ଆପଣଙ୍କୁ ଲାଗିଯାଏ ତ ଆପଣଙ୍କର ଯେଉଁ ଅଛି ପୋଷ୍ଟ ଆଗକୁ ତାର ଶୋ କରିବନି। ଆଉ ଯାହା ବି ଆପଣଙ୍କର ନୂଆ କ୍ୟାଲେଣ୍ଡର ଆସିବ ତା ଦେହରେ ଆପଣଙ୍କର ଆଗକୁ କ'ଣ ଭ୍ୟାକେନ୍ସି ଆସିବ ତା ବିଷୟରେ ମଧ୍ୟ ଡିଟେଲ୍ସରେ ଆପଣଙ୍କର ଦେଖେଇବ। କାରଣ ଆପଣଙ୍କର ଆଉ ଗୋଟିଏ ଭ୍ୟାକେନ୍ସି ଅଛି HEW ହର୍ଟିକଲଚର ଏକ୍ସଟେନସନ୍ ୱାର୍କର, ଯେଉଁଟାକି ଆପଣଙ୍କର ବାହାରିବାର ଅଛି, ଯାହାର ଆପଣଙ୍କର ଡେଟ୍ ବି ଏପର୍ଯ୍ୟନ୍ତ ମେନସନ୍ ହେଇନି ଓ ତ୍ରିପଲ୍ ଏସ୍ରେ। ସେ ଡେଟ୍ଟାକୁ ମେନସନ୍ କରିବ ଆପଣମାନଙ୍କର। ଆଉ ନେକ୍ସଟ ଯଦି ଆପଣମାନଙ୍କୁ ଚେଞ୍ଜ ହୋଇଯାଇଥାଏ ତ ଆପଣମାନଙ୍କର କିଛି ଅସୁବିଧା ହେବନି। ଆଗକୁ ଯେଉଁ ନେକ୍ସଟ ପୋଷ୍ଟ ଆସିବ ତା ପାଇଁ ଅସୁବିଧା ହେବନି। ତ ଆପଣମାନେ ଜାଣିଥିବେ ARI ଅମିନ ଯେଉଁ SFS ICDS ଯେଉଁ ବାହାରିଲା ତାର ଯେଉଁ କମ୍ବାଇନ୍ ଅଛି ପ୍ରୋସେସ୍, ତାର ମାର୍ଚ୍ଚ ନଭେମ୍ବର ଯାଏ ରହୁଛି। ନଭେମ୍ବର ଆପଣଙ୍କର ସେପ୍ଟେମ୍ବର ନଭେମ୍ବର ଯାଏ ରହୁଛି। ଆଉ ତା ପାଇଁ କି ଆପଣମାନେ ବି ପ୍ରିପାରେସନ୍ ହୁଅନ୍ତୁ। ଆର ପ୍ରିଲିମ୍ ଅଛି, ମେନ୍ ଅଛି ଏକ୍ଜାମ୍। ତା ସହିତ ମାର୍ଚ୍ଚରେ ଯେଉଁମାନଙ୍କର ଏକ୍ଜାମ୍ ଅଛି, ପିଲାମାନେ ପଚାରୁଥିଲେ ଫାର୍ମାସିଷ୍ଟ କୋଡ଼୍ ଅଫ୍ କଣ୍ଡକ୍ଟ ଲାଗିବ କି ନାହିଁ। ମୁଁ ତ ଅଛି ଆପଣଙ୍କର ଅପଡ଼େଟ୍ ଦେବାକୁ ଯାହା ବି ଆସିବ। ଆଉ କୋଡ଼୍ ଅଫ୍ କଣ୍ଡକ୍ଟ ଯଦି ଲାଗେ ତ ଆଗକୁ ଆପଣ ଯେଉଁ ନୂଆ ପୋଷ୍ଟ ଅଛି ତା ପାଇଁ କି ଆପଣଙ୍କର ପଲିସି ବନ୍ଦ ହେଇଯିବ। କାରଣ ଇଲେକ୍ସନ୍ ଆପଣମାନଙ୍କର ଅଛି ଆଗକୁ, କୋଡ଼୍ ଅଫ୍ କଣ୍ଡକ୍ଟ ନ ଲାଗିବା ଦରକାର। ତା ପୂର୍ବରୁ ଆପଣମାନଙ୍କର ଯେଉଁ କ୍ୟାଲେଣ୍ଡର ଅଛି ସେଇଟା ଆସିଯିବା ଦରକାର। ଚେଞ୍ଜ କ୍ୟାଲେଣ୍ଡର ହେଲେ ଆପଣମାନଙ୍କର ଯେଉଁ ନିଯୁକ୍ତି ଚେଞ୍ଜ ହେଇଗଲା ତ ଆପଣଙ୍କୁ ସେ ଅଛି କ୍ୟାଲେଣ୍ଡରରେ ତାପରେ ସେଇ ଅନୁସାରେ ଆପଣଙ୍କୁ ଜବ୍ ଆସିବାର ଚାନ୍ସ ରହିବ। ତ ସେଇଟା ହେଉଛି ଇମ୍ପୋର୍ଟାଣ୍ଟ ଅପଡ଼େଟ୍। ଆଉ ପିଲାମାନଙ୍କୁ ଗୋଟିଏ କଥା, ଯେଉଁମାନଙ୍କର ବି ଆଗକୁ ଅଛି ଭ୍ୟାକେନ୍ସି ଆସିବା ପାଇଁ, ସେମାନେ ଫୋର୍ସ କରନ୍ତୁ। ଯଦି ବି ପିଲାମାନେ କିଛି ଯାଆନ୍ତୁ ହେଲ୍ଥ ଡିପାର୍ଟମେଣ୍ଟ ହଉ, ଯେଉଁ ବି ଅଲଗା ପୋଷ୍ଟ ଅଛି ଯାଆନ୍ତୁ ହେଲ୍ଥ ଡିପାର୍ଟମେଣ୍ଟକୁ, ଟିକେ ଫୋର୍ସ କରନ୍ତୁ କି ଏଇ ବର୍ଷ ଆପଣମାନଙ୍କ ଯେମିତି ଓ ତ୍ରିପଲ୍ ଏସ୍ରେ କ୍ୟାଲେଣ୍ଡର ଚେଞ୍ଜ ହେଇଯାଉ ଆଉ ତା ସହିତ ଆପଣଙ୍କୁ ପୋଷ୍ଟ ଆସିଯାଉ। ନର୍ସିଂ ଅଫିସର ପିଲାମାନଙ୍କର ବି ଆଗକୁ ଅଛି। ଆଉ କ୍ୟାଲେଣ୍ଡର ନ ଚେଞ୍ଜ ହେଲେ ଆପଣ କୋଡ଼୍ ଅଫ୍ କଣ୍ଡକ୍ଟ ଯଦି ଲାଗିଯାଏ ତ ଆପଣମାନଙ୍କ ପାଇଁ ଅସୁବିଧାର ସମ୍ମୁଖୀନ ହେବାର ଚାନ୍ସ ଅଛି। ତ ଓ ତ୍ରିପଲ୍ ଏସ୍ ତରଫରୁ ଆପଣମାନଙ୍କ ପାଇଁ ଏଇଟା ଇମ୍ପୋର୍ଟାଣ୍ଟ ଅପଡ଼େଟ୍ ଥିଲା। ଯେଉଁମାନଙ୍କର ଆଗକୁ ପୋଷ୍ଟ ଆସିବ, ଯେଉଁଟା ଆପଣ ଅଛି ହେଲ୍ଥ ଡିପାର୍ଟମେଣ୍ଟରେ ଆଭେଲେବୁଲ୍ ଅଛି ପୋଷ୍ଟ, ଯେମିତି ANM ଅଛି, ତା ସହିତ ଆପଣମାନଙ୍କ ନର୍ସିଂ ଅଫିସର ଅଛି। ମୁଁ ସେଥିପାଇଁ କହୁଥିଲି ଇଲେକ୍ସନ୍ ପରେ, କାରଣ ଇଲେକ୍ସନ୍ ପୂର୍ବରୁ ତ ଆପଣ କିଛି ପୋଷ୍ଟ ବାହାରି କରିବନି, କାରଣ ଏପର୍ଯ୍ୟନ୍ତ ଆପଣଙ୍କର ଶୋ କରୁନି କିଛି ଆପଣଙ୍କ କ୍ୟାଲେଣ୍ଡରରେ। ତ କ୍ୟାଲେଣ୍ଡର ଯଦି ଆପଣଙ୍କର ଶୋ କରିଯାଏ ତ ଆଗକୁ ସେମାନେ ନିଶ୍ଚିନ୍ତ ବାହାର କରିବାଟା ତାଙ୍କ ପାଇଁ ସିଓର ହେଇଯିବ, ଜରୁରୀ ହେଇଯିବ, ସେମାନେ ବାହାର କରିବେ। ଆଉ ସେଇଟା ନିହାତି ଦରକାର ଆପଣମାନଙ୍କର କୋଡ଼୍ ଅଫ୍ କଣ୍ଡକ୍ଟ ତା ପୂର୍ବରୁ ନ ଲାଗୁ ଆଉ କ୍ୟାଲେଣ୍ଡର ଚେଞ୍ଜ ହେଇଯାଉ। ଏଇଟା ଆପଣମାନଙ୍କୁ ପିଲାମାନେ ବି କମେଣ୍ଟ କରିଥିଲେ, ଯେଉଁଟାକି ମୁଁ ଆପଣଙ୍କୁ ବୁଝିଲା ପରେ ଆପଣଙ୍କୁ ଏଇଟା ଅପଡ଼େଟ୍ ଦେଇଛି। ତ କୋଡ଼୍ ଅଫ୍ କଣ୍ଡକ୍ଟ ଲାଗିଗଲେ ମାନେ ଆପଣମାନଙ୍କର ଯେଉଁ ଅଛି ଜବ୍ ଆଗକୁ ଆସିବାରୁ ସେଇଟା ଟିକେ ବହୁତ ଆସିବ, ଜବ୍ ନାକି ଆସିବନି, ଇଲେକ୍ସନ୍ ପରେ ହେଇଯିବ। କିନ୍ତୁ ଇଲେକ୍ସନ୍ ପରେ ଯଦି ଆପଣ କ୍ୟାଲେଣ୍ଡର ଚେଞ୍ଜ କରେ ତ ଆପଣଙ୍କର କିଛି ଆଉ ଫାଇଦା ନାହିଁ। ଆଉ ଜବ୍ ଆସୁ ଆସୁ 25 ହେଇଯିବ, 25 ଅଧା ଆପଣ ହେଇଯିବ। ତ ଏଇ ବର୍ଷ ଆପଣ ଯଦି ଜବ୍ ଚାହୁଁଛନ୍ତି ନିହାତି, ତ ଆପଣ ଫୋର୍ସ କରନ୍ତୁ, ଗଭର୍ଣ୍ଣମେଣ୍ଟ ସହିତ ଟିକେ ଫୋର୍ସ କରନ୍ତୁ। ତ ଆପଣମାନଙ୍କୁ ଯେମିତି ଜବ୍ ଆସୁ, ଯେଉଁମାନେ ଫ୍ରେସର୍ କ୍ୟାଣ୍ଡିଡେଟ୍ ଅଛନ୍ତି ସେମାନଙ୍କୁ କହୁଛି। ଆଉ ଯେଉଁମାନେ ବି ନର୍ସିଂ ପୂର୍ବରୁ ଅଫିସର ପକେଇଥିଲେ, ତମ ରେଜଲ୍ଟ ପାଇଁ ସେମାନେ ବହୁତ ଲାଗିଥିଲେ, ବହୁତ
ପରିଶ୍ରମ କରିଥିଲେ। ଫାର୍ମାସିଷ୍ଟ ପିଲାମାନେ ବି ସେମିତି ତାଙ୍କ ପୋଷ୍ଟ ପାଇଁକି ବହୁତ ପରିଶ୍ରମ କରିଥିଲେ, ଫୋର୍ସ କରିଥିଲେ ଗଭର୍ଣ୍ଣମେଣ୍ଟକୁ। ଆଉ ବାରମ୍ବାର ସେ ହେଲ୍ଥ ଡିପାର୍ଟମେଣ୍ଟ ଓ ତ୍ରିପଲିସି ଅଫିସକୁ ମଧ୍ୟ ଯାଇଥିଲେ, ଯେଉଁଟାକି ତାଙ୍କ ପାଇଁ ଆଜି ସମ୍ଭବ ହେଲା। ମାର୍ଚ୍ଚରେ ଏକ୍ଜାମ୍ ରହୁଛି, ତ ପିଲାମାନେ କନଫ୍ୟୁଜ୍ ହେଉଛନ୍ତି ମାର୍ଚ୍ଚରେ ଏକ୍ଜାମ୍ ହେବ କି ନାହିଁ। ମାର୍ଚ୍ଚରେ ଏକ୍ଜାମ୍ ହେବା ଦରକାର ଆପଣମାନଙ୍କର, କାହିଁକିନା ଆପଣଙ୍କ ମାର୍ଚ୍ଚରେ ଏକ୍ଜାମ୍ ହେଲେ ଭଲ, ନହେଲେ କୋଡ୍ ଅଫ୍ କଣ୍ଡକ୍ଟ ଲାଗିଗଲେ ଆପଣମାନଙ୍କ ଏକ୍ଜାମ୍ ବି ଷ୍ଟେ ରହିଯିବ। ତ ଆଉ ଫେବୃଆରୀରେ ଆପଣମାନଙ୍କର ଲାଇଫ୍ ଷ୍ଟକ୍ ଇନ୍ସପେକ୍ଟର ଏସବୁ ଆପଣଙ୍କ ଏକ୍ଜାମ୍ ଅଛି, ତ ସେଇଟା ଏକ୍ଜାମ୍ ପାଇଁ ମଧ୍ୟ ପ୍ରିପାରେସନ୍ କରନ୍ତୁ। ଏଇଟା OAAS ତରଫରୁ ଆପଣମାନଙ୍କ ପାଇଁ ଇମ୍ପୋର୍ଟାଣ୍ଟ ଅପଡ଼େଟ୍। ଭିଡ଼ିଓ ଭଲ ଲାଗିଥିଲା ଲାଇକ୍ ଓ ସେୟାର କରନ୍ତୁ। ଆମ ଚ୍ୟାନେଲରେ ପ୍ରଥମ ଥର ପାଇଁ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଏଇଭଳି କଣ୍ଟେଣ୍ଟ ପାଇଁ ବେଲ୍ ଆଇକନ୍କୁ କ୍ଲିକ୍ କରନ୍ତୁ, ଯାতে ସମସ୍ତ ଭିଡ଼ିଓ ନୋଟିଫିକେସନ୍ ଆପଣ ପାଖରେ ପହଞ୍ଚି ପାରିବ। ଆଉ ଏଠି ଯେଉଁ ଦେଇଛି ଆପଣମାନଙ୍କର ନେକ୍ସଟ ଡେରୁ ଆପଣ 6 PM ରୁ 11 AM ଯେଉଁ ଅଛି, ସେଇ ଅନୁସାରେ ଆପଣମାନେ ଯାହା ବି ପୋଷ୍ଟ ଅଛି ଆପଣ ଆପ୍ଲାଏ କରିପାରିବେ। ଧନ୍ୟବାଦ, ଥ୍ୟାଙ୍କ ୟୁ।